ଦେବଗଡ଼ ଜିଲ୍ଲା ବାରକୋଟ ବାହାଡ଼ାପଶିଠାରେ ସ୍ୱର୍ଗତ ଗିରିଧାରୀ ସାହୁଙ୍କ ଏକାଦଶ ଉପଲକ୍ଷେ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଶୋକ ସଭା ଏବଂ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଶୋକ ସଭାରେ ଶ୍ରୀ ସ୍ମୃତିରେଖା ସାହିତ୍ୟ ସଂସଦ କୁରୋଡ଼ର ସମ୍ପାଦକ ଶ୍ରୀ ଫକୀର ମୋହନ ଦେହୁରୀ ସଭାପତିତ୍ୱ କରିଥିଲେ। ଦେବଗଡ଼ର ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ସ୍ୱର୍ଗତ ଗିରିଧାରୀ ସାହୁଙ୍କ ଫଟୋଚିତ୍ର ଉପରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସଭାରେ ମୁଖ୍ୟ ବକ୍ତା ଭାବରେ ଶାନ୍ତନୁ କୁମାର ସାହୁ, ସମ୍ମାନିତ ଅତିଥି ଭାବରେ ଗଣ୍ଡାରାମ ବେହେରା ଝାରସୁଗୁଡ଼ା, ଶ୍ରୀ ଭବାନୀ ଶଙ୍କର ସାହୁ, ଶ୍ୟାମସୁନ୍ଦର ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରି ଭାବ ବ୍ୟକ୍ତ କରିଥିଲେ। ବିଶିଷ୍ଟ ଅତିଥି ଭାବରେ ବିଜୟ କୁମାର ମହାନ୍ତି, ପଶ୍ଚିମ ଓଡ଼ିଶାର ଜଣେ ଅଗ୍ରଣୀ ସମାଜ ସଂସ୍କାରକ, ବିଶ୍ୱନାଥ ସାହୁ, ଦେବଗଡ଼ କେନ୍ଦୁପତ୍ର ତୋଳାଳି ସଂଘର ନେତୃତ୍ୱ, ଶ୍ରୀ ଜିତେନ ସାହୁ, ଅଧ୍ୟକ୍ଷ ଯୁକ୍ତ 3 ବାରକୋଟ ମହାବିଦ୍ୟାଳୟ, ନେତ୍ରାନନ୍ଦ ସାହୁ, ରେବତୀ ମୋହନ ସାହୁ, ବଣେଇ ଅରୁଣ କୁମାର ସାହୁ, ଦେବଗଡ଼ ଜିଲ୍ଲା ବିଜେପି ସଭାପତି ପ୍ରମୁଖ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦେବଗଡ଼ ଜିଲ୍ଲାର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ତରଫରୁ ଶ୍ରୀ ଟିକେଶ୍ୱର ସାହୁ, ବିପିନ ବିହାରୀ ପୃଷ୍ଟି, ଫକୀର ମୋହନ ଦଳବେହେରା, ଯତୀନ୍ଦ୍ର ପ୍ରଧାନ, ଫକୀର ମୋହନ ଦେହୁରୀ, ଉଦୟ କୁମାର ପ୍ରଧାନ, ପରାଶର ସାହୁ ପ୍ରମୁଖ କବିତା ପାଠୋତ୍ସବରେ ଯୋଗଦେଇ ସ୍ୱରଚିତ କବିତା ମାଧ୍ୟମରେ ସ୍ମୃତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱର୍ଗତ ସାହୁ ଦେବଗଡ଼ ଜିଲ୍ଲାର ସର୍ବୋଦୟ ଭୂଦାନ ଆନ୍ଦୋଳନର ପ୍ରଥମ ନେତା, ସମାଜସେବୀ, ରେଙ୍ଗାଳି ବାସଚ୍ୟୁତ ଆନ୍ଦୋଳନର ଅନ୍ୟତମ ନେତୃତ୍ୱ, ବାରକୋଟ ଯୁକ୍ତ 3 ମହାବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ତଥା ଆହୁରି ଅନେକ ସମାଜ ହିତକର କାର୍ଯ୍ୟର ପ୍ରମୁଖ ସମାଜସେବୀ ଭାବରେ ଅଞ୍ଚଳରେ ସୁପରିଚିତ। ଏହି ଜୀବନକାଳ ମଧ୍ୟରେ 8 ଖଣ୍ଡ ପୁସ୍ତକ ସେ ରଚନା କରିଯାଇଛନ୍ତି। ପୁସ୍ତକ ଗୁଡ଼ିକ ହେଲା ଜୀବନ ତରଙ୍ଗ, ସମ୍ଭାର, ଚେତନା, ଜୀବନକ୍ରାନ୍ତି, ଅନ୍ତରାଣୀ, ରେଙ୍ଗାଳି ନିର୍ଯାସ, ପାଥେୟ ଇତ୍ୟାଦି। ସ୍ୱର୍ଗତ ଆତ୍ମାର ସଦ୍ଗତି ପାଇଁ 1 ମିନିଟ୍ ନୀରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା। ଶେଷରେ ସାମୂହିକ ଭାବେ ଶାନ୍ତିପାଠ କରାଯାଇ ପୁଷ୍ପ ସମ୍ଭାର ପ୍ରଦାନ କରାଯାଇଥିଲା। ସର୍ବଶେଷରେ ସ୍ୱର୍ଗତ ଗିରିଧାରୀ ସାହୁଙ୍କ ବଡ଼ପୁତ୍ର ଶ୍ରୀ ପରାଶର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।